ଦାନବ ବାଣାସୁର କନ୍ୟା ତରୁଣୀ ଉଷା ଦାନବ କୂଳରେ ଜାତ ହୋଇଥିଲେ ହେଁ ସୌନ୍ଦର୍ଯ୍ୟରେ କାମପ୍ରିୟା ରତିକୁ ମଧ୍ୟ ଅତିକ୍ରମ କରିଯାଉଥିଲେ। ଦୈତ୍ୟ ଯୁବରାଜଙ୍କ ଦୃଷ୍ଟିରୁ ଦୂରେଇ ରଖିବା ପାଇଁ ବାଣା ସର୍ବଦା ଉଷାକୁ ପ୍ରହରୀ ବେଷ୍ଟିତ ଏକ ନିବୃତ ଭବନ ମଧ୍ୟରେ ସଖୀମାନଙ୍କ ମେଳରେ ରଖିବାର ବ୍ୟବସ୍ଥା କରିଥିଲେ। ଯୌବନର ଉଦ୍ଦାମତା ରାଜକନ୍ୟାକୁ ସଦାସର୍ବଦା ବିଚଳିତ ରଖୁଥିବାରୁ ସେ ତାର ମନର ମଣିଷକୁ ସ୍ୱପ୍ନରେ କଳ୍ପନା କରି ପ୍ରାୟ ଅନ୍ୟମନସ୍କ ରହୁଥିଲେ। ଉଷାର ଏହିପରି ଗତିବିଧି ଲକ୍ଷ୍ୟ କରି ତାର ପ୍ରିୟ ସଖୀ ମନ୍ତ୍ରୀର କନ୍ୟା ଚିତ୍ରରେଖା ସଖୀର ମନର ମଣିଷ କିଏ ଜାଣିଲେ ନିଶ୍ଚୟ ଖୋଜି ତାର ଫଟୋଚିତ୍ର ନଖଦର୍ପଣରେ ଦେଖାଇଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ କିଛି ଉତ୍ତର ପାଉନଥାଏ। ଦିନେ ଦେବର୍ଷି ନାରଦ ଉଷାର କକ୍ଷରେ ପ୍ରବେଶ କରି କହିଲେ, ମା ରକ୍ଷସୁତା, ତମ ମନ କଥା ମୁଁ ବୁଝିପାରୁଛି। ତୁମ ପାଇଁ ଏକମାତ୍ର ଯୋଗ୍ୟ ପାତ୍ର କୃଷ୍ଣଙ୍କ ପୌତ୍ର ଅନିରୁଦ୍ଧର ସନ୍ଧାନ ମୁଁ ପାଇସାରିଛି, ଯାହାର ରୂପ ଏବେ ତୁମକୁ ଦେଖାଇ ଦେଉଛି। ଏହା କହି ଏକ ଦିବ୍ୟ ଯୁବକର ମନୋରମ ଚିତ୍ର ଉଷାଙ୍କୁ ଦେଖାଇ ଦେଇ ଅନ୍ତର୍ଧ୍ୟାନ ହୋଇଗଲେ। ସେହି ଚିତ୍ର ରୂପରେ ଆକର୍ଷିତା ରାଜକନ୍ୟା ତା ଛଡ଼ା ଜୀବନରେ ଅନ୍ୟ କାହାର ଅଙ୍ଗ ସ୍ପର୍ଶ କରିବି ନାହିଁ ବୋଲି ପ୍ରତିଜ୍ଞା କଲେ। ଉଷାର ମନରେ ସ୍ୱପ୍ନ ସୃଷ୍ଟି କରି ବ୍ରହ୍ମାନନ୍ଦନ ମନଯାନରେ ଯାଇ ଦ୍ୱାରକାରେ କୃଷ୍ଣଙ୍କ ପାଖରେ ପହଞ୍ଚିଗଲେ। ଦେବର୍ଷିଙ୍କୁ ଦେଖି ହସି ହସି ବାସୁଦେବ କହିଲେ, ହେ ସୂତ୍ରଧର, ପୁଣି କାହା କାହା ମଧ୍ୟରେ କିଛି କଳି ଲଗାଇବାର ଯୋଜନା ଅଛି ନା କଣ? ହଠାତ୍ ମୋର ମହୋଦଧିପୁରକୁ ଆପଣଙ୍କର ଆଗମନ କାହିଁକି? ଏହା ଶୁଣି ନାରଦ କହିଲେ, ନା ନା ଦେବକୀ ନନ୍ଦନ, ସେପରି କିଛି ନାହିଁ। ବହୁ ଦିନରୁ ଆପଣଙ୍କର ଦର୍ଶନ ପାଇନାହିଁ ତ ଥରେ ଆପଣଙ୍କର ଦର୍ଶନ ପାଇଁ କେବଳ ଆସିଛି। ଦେବର୍ଷିଙ୍କୁ ଯଥାସମ୍ମାନ ସହ ନିଜ ପାଖରେ ବସାଇ କେଶବ ସବୁ କୁଶଳ ଜିଜ୍ଞାସା କଲେ। କୃଷ୍ଣଙ୍କ ପାଖରୁ ବିଦାୟ ନେଇ ନାରଦ ପ୍ରଦ୍ୟୁମ୍ନ ପୁତ୍ର ଅନିରୁଦ୍ଧ କକ୍ଷରେ ପହଞ୍ଚିଗଲେ। ଦେବର୍ଷିଙ୍କୁ ଦେଖି କାମନନ୍ଦନ ପ୍ରଣାମ ଜଣାଇ ଆସନ ପ୍ରଦାନ କରି ଆସିବାର ଉଦ୍ଦେଶ୍ୟ ପଚାରିଲେ। ମୁନିବର କହିଲେ, ବତ୍ସ, ତମ ପାଇଁ ଏକ ତ୍ରିପୁର ସୁନ୍ଦରୀ ଅନୁପମା ରୂପସୀ କନ୍ୟାର ସନ୍ଧାନ ପାଇଛି। ସେ ମଧ୍ୟ ତୁମକୁ ସ୍ୱାମୀ ରୂପରେ ପାଇବା ପାଇଁ ପ୍ରତିଜ୍ଞା କରି ତୁମକୁ ଦେଖିବା ପାଇଁ ବ୍ୟାକୁଳା ଅଛି। ଏହା କହି ନାରଦ ମାରସୁତକୁ ଦିବ୍ୟ ଦୃଷ୍ଟି ପ୍ରଦାନ କରି କନ୍ୟାର ରୂପ ଦେଖାଇ ଦେଇ କହିଲେ, ତାର ପିତା ବାଣାସୁର ଅନ୍ୟତ୍ର ତାକୁ ବିବାହ କରିବା ପୂର୍ବରୁ ତୁମେ ତାକୁ ହରଣ କରି ନେଇ ଆସ। ଅନିନ୍ଦ୍ୟ ସୁନ୍ଦରୀ କନ୍ୟାର ରୂପରେ ପ୍ରମତ୍ତ ଅନିରୁଦ୍ଧ କହିଲେ, ଦେବଶ୍ରୀ, ମୁଁ କେଉଁଠାରେ ତାକୁ ଭେଟ କରିପାରିବି? ମୁନିବର କହିଲେ, ସେ ସଶସ୍ତ୍ର ପ୍ରହରୀ ଘେରା ଭବନ ମଧ୍ୟରେ ଏପରି ରହୁଛି ଯେଉଁଠିକୁ ଯିବା ତମ ପକ୍ଷରେ ନିରାପଦ ନୁହେଁ। ତେଣୁ ତମେ ମୋ ସହିତ ଆସ, ମୁଁ ଗୁପ୍ତରେ ତୁମକୁ ସେଠାରେ ପହଞ୍ଚାଇ ଦେବି। ନାରଦ ମନଯାନରେ ଅନିରୁଦ୍ଧକୁ ସଙ୍ଗରେ ନେଇ ଉଷା କକ୍ଷରେ ନିଶାର୍ଦ୍ଧରେ ପହଞ୍ଚାଇ ଅନ୍ତର୍ଧ୍ୟାନ ହୋଇଗଲେ। ନିଜର ସ୍ୱପ୍ନ ନାୟକଙ୍କୁ ପାଖରେ ଦେଖି ଉଷା ଭାବିଲା, ଆକାଶରୁ ଓହ୍ଲାଇ ଦୀପ୍ତିମୟ ଭାନୁ ବୋଧ ହୁଏ ଛଦ୍ମ ରୂପରେ ମୋ କକ୍ଷରେ ପ୍ରବେଶ କରିଯାଇଛନ୍ତି। ତତୁଲ୍ୟ ଅନିରୁଦ୍ଧ ନିଜ ଚନ୍ଦ୍ରମୁଖୀ ନାୟିକାର ରୂପ ସନ୍ଦର୍ଶନରେ ବିସ୍ମିତ ହୋଇ ଭାବିଲେ, ତମମୟ ଯାମିନୀର ବିଶାଳ ନଭପଥ ବୁଲି ନିଶ୍ଚୟ କୌଣସି ଦେବକାମିନୀ ଏହି କକ୍ଷ ମଧ୍ୟକୁ ଭ୍ରମଣରେ ବସି ଆସିଛି। ଏହିପରି କଳ୍ପନା ଭିତରେ କାମ ସରାଘାତରେ ପ୍ରମତ୍ତ କିଶୋର କିଶୋରୀ ଆଉ ନିଜକୁ ଆୟତ୍ତରେ ରଖି ନ ପାରି ସମ୍ଭୋଗ କ୍ରୀଡ଼ାରେ ନିଜକୁ ହଜାଇ ଦେଲେ। ଯାମିନୀ ଶେଷରେ ଉଷା କାଳରେ ତପନ କିରଣ ଧରାକୁ ଆଲୋକିତ କରିଦେବାରୁ ସଖୀ ଚିତ୍ରରେଖା ଉଷା କକ୍ଷରେ ପ୍ରବେଶ କରି ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ। ସଖୀର ଗଣ୍ଡ ଦେଶରେ ଚୁମ୍ବନ ଚିହ୍ନ ଦେଖି ସେ ଯେତିକି ଚକିତ ହେଲା ସେତିକି ପ୍ରଫୁଲ୍ଲିତା ମଧ୍ୟ। ଭାବିଲା, ଏହି କଥା ଯଦି ବାହାରେ ପ୍ରଗଟ ହୋଇଯିବ, ରକ୍ଷରାଜ ନିଶ୍ଚୟ ମୋ ସଖୀର ମନ ମଣିଷକୁ ସମନପୁରକୁ ପଠାଇ ଦେବେ। ତେଣୁ କାହାକୁ କିଛି ନ କହି କକ୍ଷରୁ ବାହାରିଗଲା ବେଳେ ଦ୍ୱାର ଜଗିଥିବା ପ୍ରତିହାରିଣୀ ଉଷା ସହିତ ପଲଙ୍କ ଉପରେ ଅଜଣା ପୁରୁଷକୁ ଦେଖି ଭାବିଲା, ମୁଁ ଦ୍ୱାରରକ୍ଷିକା ରୂପେ ଥାଇ ମଧ୍ୟ ପରପୁରୁଷ କିପରି ଯେମାଙ୍କ ପ୍ରକୋଷ୍ଠରେ ପଶିଲା ଜାଣିଲେ ରାଜା ମୋତେ ମୁଣ୍ଡ କାଟ ଶାସ୍ତି ଦେବେ। ନ ଜଣାଇ ଯଦି ଗୁପ୍ତ ରଖିବି ତେବେ ଅନ୍ୟ ସୂତ୍ରରୁ ଜାଣିବା ପରେ ମଧ୍ୟ କ୍ରୋଧରେ ମୃତ୍ୟୁଦଣ୍ଡ ଦେବେ। ଏହି ଦ୍ୱନ୍ଦ୍ୱ ମଧ୍ୟରେ ରାଜଧର୍ମ ପାଳନକୁ ଶ୍ରେୟ ମଣି ରକ୍ଷରାଜଙ୍କ ଆଗରେ ସତ ଘଟଣା କହିଦେଲା। ଏହି ଖବର ଶୁଣି ବାଣା ମସ୍ତକରେ ବଜ୍ରପାତ ହେଲା ପରି ଅନୁଭୂତ ହେଲା। କ୍ରୋଧବଶତଃ ମହାମନ୍ତ୍ରୀ କୁମ୍ଭାଣ୍ଡକଙ୍କୁ ପଠାଇ ସେହି ଧୃତ ଯୁବକର ମୁଣ୍ଡ କାଟ କରିବାକୁ ରାଜା ଆଦେଶ ଦେଲେ। କୁମ୍ଭାଣ୍ଡକ ଅନିରୁଦ୍ଧଙ୍କୁ ଏକ ସାଧାରଣ ଯୁବକ ଭାବି ତାଙ୍କର ଶିର ଛେଦନ କରିବାକୁ ଖଡ଼୍ଗ ଉତ୍ତୋଳନ କରି ଭିତରକୁ ପ୍ରବେଶ କରିବା ଦେଖି ପ୍ରଦ୍ୟୁମ୍ନ କୁମାର ସ୍ମରଣ ପ୍ରସୂତ ଧନୁର ମୋହନାସ୍ତ୍ର ପ୍ରୟୋଗ କରି ମନ୍ତ୍ରୀ ସମେତ ଅନ୍ୟ ରାକ୍ଷସମାନଙ୍କୁ ମୋହିତ କରି ଭୂମିରେ ଲୋଟାଇ ଦେଲେ।
ଏହା ଦେଖି ବର୍ତ୍ତି ଯାଇଥିବା ଏକ ରାକ୍ଷସ ଦୌଡ଼ି ଦୌଡ଼ି ଯାଇ ରାଜାଙ୍କ ଆଗରେ ମନ୍ତ୍ରୀଙ୍କ ପରାଜୟ ଖବର ଦେଲା। ନିଜେ ଅସ୍ତ୍ର ଧରି ଦାନବରାଜ ସେଠାରେ ପହଞ୍ଚି ଅନିରୁଦ୍ଧଙ୍କର ସମସ୍ତ ଅସ୍ତ୍ରକୁ ପ୍ରତିହତ କରି ତାଙ୍କୁ ନାଗଫାସ ବାଣ ପ୍ରୟୋଗରେ ବନ୍ଦୀ କରି କାରାଗାରରେ ନିକ୍ଷେପ କଲା ଏବଂ ଆଗାମୀ ପୂଜା ତିଥିରେ ଗଡ଼ଦେବୀଙ୍କ ପାଖରେ ବଳି ଦେବା ପାଇଁ ରକ୍ଷୀମାନଙ୍କୁ ଆଦେଶ ଦେଲା। କେବଳ ସେତିକି ନୁହେଁ, ବ୍ୟଭିଚାରିଣୀ ସମ୍ବୋଧ କରି ନିଜ କନ୍ୟା ଉଷାକୁ ମଧ୍ୟ ମହିଳା ବନ୍ଦୀଗୃହରେ ଆବଦ୍ଧ କଲା। କାରାଗାରରେ ରହି ଅନିରୁଦ୍ଧ ପିତାମହ କୃଷ୍ଣଙ୍କୁ ମନେ ମନେ ସ୍ମରଣ କରି ଦାନବ କବଳରୁ ଉଦ୍ଧାର କରିବାକୁ ପ୍ରାର୍ଥନା କରେ। ସୌଭାଗ୍ୟକୁ ଶୂନ୍ୟରେ ରହି ଦାନବର କାର୍ଯ୍ୟକଳାପ ନିରୀକ୍ଷଣ କରୁଥିବା ଧାତାସୁର ନାରଦ ମନଯାନରେ ଅବିଳମ୍ବେ କୃଷ୍ଣଙ୍କ ପାଶେ ଉଭା ହୋଇ କହିଲେ, ହେ ମଧୁସୂଦନ, ଆପଣଙ୍କ ନାତି ଅନିରୁଦ୍ଧ ଗୁପ୍ତରେ ବାଣାସୁର କନ୍ୟା ଉଷାକୁ ହରଣ କରିବାକୁ ଯାଇ ଦାନବ ଦ୍ୱାରା ବନ୍ଦୀ ହୋଇ କାରାଗାରରେ ମୃତ୍ୟୁକୁ ଅପେକ୍ଷା କରିଛି। ଖୁବ୍ ଶୀଘ୍ର ଗଡ଼ଦେବୀ ନିକଟରେ ଅସୁର ତାକୁ ବଳି ଚଢ଼ାଇବ ବୋଲି ମୁଁ ଖବର ପାଇଛି। ତେଣୁ ଆପଣ ଅସୁରକୁ ମାରି ନିଜ କୁଳନନ୍ଦନକୁ ତଥା କୁଳବଧୂକୁ ଉଦ୍ଧାର କରି ଦ୍ୱାରିକା ନେଇ ଆସନ୍ତୁ। ଏତିକି କହି ନାରଦ ନିଜ ରଚିତ ନାଟକର ଭବିଷ୍ୟତ ପର୍ବ ଦେଖିବା ପାଇଁ ଶୂନ୍ୟ ମାର୍ଗରେ ଅନ୍ତର୍ଧ୍ୟାନ ହୋଇଗଲେ। ସାତ୍ୟକୀ ଓ କୃମବର୍ମଙ୍କୁ ଡାକି ବାଣାସୁର ବିରୁଦ୍ଧରେ ସୈନ୍ୟବାହିନୀ ପ୍ରସ୍ତୁତ କରି ଆଗେଇ ଯିବାକୁ କେଶବ ଆଦେଶ ଦେଲେ। ସେନା ସମ୍ମୁଖରେ ନିଜେ ବାସୁଦେବ, ଜ୍ୟେଷ୍ଠଭ୍ରାତା ହଳଧର, ସୁତ ପ୍ରଦ୍ୟୁମ୍ନ ଓ ଶାମ୍ବ ନିଜ ନିଜ ଅସ୍ତ୍ର ଧରି ଦାନବପୁରକୁ ଗମନ କଲେ। ନାରାୟଣୀ ସେନା ଗର୍ଜନରେ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଉଥିଲା। ଗର୍ଜନ ଶୁଣି କୌଣସି ଶତ୍ରୁ ଆକ୍ରମଣ ଆଶଙ୍କା କରି ସୀମାରକ୍ଷୀ ବାଣାସୁର ପାଖକୁ ଖବର ପଠାଇଦେଲେ। ଦୂତଠାରୁ ସୂଚନା ପାଇ ଦରବାର ମଣ୍ଡନ କରିଥିବା ରକ୍ଷରାଜ ନିଜ ଆସନ ଉପେକ୍ଷି ରଥରେ ଚଢ଼ିବା ବେଳେ ରଥଧ୍ୱଜ ହଠାତ୍ ଭୂମିରେ ପଡ଼ିଗଲା। ବର ମାଗିବା ବେଳେ ଶିବ କହିଥିବା କଥା ସ୍ମରଣ କରି ଦ୍ୱାରକାଧିପତି କୃଷ୍ଣ ସୈନ୍ୟ ବଳ ଧରି ତା ସହିତ ସଂଗ୍ରାମ କରିବାକୁ ଆସୁଛନ୍ତି ବୋଲି ସୁନିଶ୍ଚିତ ହୋଇ ନିଜ ସେନାପତି ସହ ଶତ୍ରୁପକ୍ଷକୁ ପରାହତ କରିବା ପାଇଁ ଆଗେଇ ଚାଲିଲା। ଅସୁର ବଳଙ୍କ ଗର୍ଜନ ତର୍ଜନରେ ପୃଥିବୀ ଆକାଶ ପ୍ରକମ୍ପିତ ହେବାକୁ ଲାଗିଲା। ନାରାୟଣୀ ସେନା ଓ ଦାନବ ସେନା ସମ୍ମୁଖୀନ ହୋଇ ମହାସଂଗ୍ରାମରେ ଅବତୀର୍ଣ୍ଣ ହେଲେ। ନାରାୟଣଙ୍କର ସାରଙ୍ଗ ଧନୁରୁ ବୃଷ୍ଟି ହେଉଥିବା ଅଗଣିତ ଶରାଘାତରେ ସହସ୍ର ସଂଖ୍ୟାରେ ଦାନବ ସମନପୁରକୁ ଗମନ କଲେ। ବଳରାମ, ପ୍ରଦ୍ୟୁମ୍ନ ଓ ଶାମ୍ବ ନିଜ ନିଜ ଧନୁରୁ ଜ୍ୱାଳାବଳୀ ବାଣ ମାରି ଯେତେ ସବୁ ଦାନବ ରଥୀ ମହାରଥୀ ଥିଲେ ସେମାନଙ୍କର ଶିର ଛେଦନ କରି ରକ୍ତର ନଦୀ ପ୍ରବାହିତ କରିଦେଲେ। କ୍ରୋଧିତ ବାଣାସୁର ରକ୍ତମୁଖା ହୋଇ ସେମାନଙ୍କ ଉପରକୁ ଆଗ୍ନେୟାସ୍ତ୍ର ପ୍ରୟୋଗ କରିବା ଦେଖି ବାସୁଦେବ ବରୁଣାସ୍ତ୍ର ମାରି ତାକୁ ପ୍ରତିହତ କରିଦେଲେ। ଏହା ଦେଖି ଦାନବରାଜ ବାଦଲାସ୍ତ୍ର ନିକ୍ଷେପ କରନ୍ତେ ନାରାୟଣ ପବନାସ୍ତ୍ର ପ୍ରୟୋଗରେ ତାହା ବହୁ ଦୂରକୁ ଉଡ଼ାଇ ଦେଲେ। ପୁନଶ୍ଚ ରକ୍ଷରାଜ ନାଗଫାସର ପ୍ରୟୋଗ କରିବାରୁ ସାରଙ୍ଗଧର ଗରୁଡ଼ାସ୍ତ୍ର ମାରି ତାହା ବିଫଳ କରିଦେଲେ। ଯେତେ ଅସ୍ତ୍ର ପ୍ରୟୋଗ କଲେ ମଧ୍ୟ ଦାନବରାଜ ପରାସ୍ତ ନ ହେବା ଦେଖି କୃଷ୍ଣ ନିଜ ସାରଙ୍ଗ ଧନୁରେ 10ଟି ଦିବ୍ୟଶର ଏକତ୍ର କରି ନିକ୍ଷେପ କରନ୍ତେ ତାହା ସହସ୍ର ଶର ହୋଇ ବାଣାର ସହସ୍ର ବାହୁ ଛେଦନ କରିଦେବାରୁ କେବଳ ମୂଳ 2 ବାହୁ ସହ ଦାନବ ଏକ ଧନୁ ଧରି ଯୁଦ୍ଧ ଚଳାଇଥାଏ। ହରିଙ୍କ ହସ୍ତରେ ଦାନବର ପରାସ୍ତ ସୁନିଶ୍ଚିତ ଦେଖି ନାଟ୍ୟକାର ନାରଦ କୈଳାସରେ ହରଙ୍କୁ ସାକ୍ଷାତ କରି କହିଲେ, ପ୍ରଭୁ, ହରିଙ୍କ ପ୍ରବଳ ଅସ୍ତ୍ରାଘାତରେ ବାଣାର ସହସ୍ର ବାହୁ ଏକକାଳୀନ ଛେଦନ ହୋଇସାରିଲାଣି। ଏବେ ତାର ମୃତ୍ୟୁ ଆସନ୍ନ। ଆପଣ ନିଜ ପୁତ୍ରଙ୍କୁ ହରିଙ୍କ କ୍ରୋଧରୁ ରକ୍ଷା ନ କଲେ ଆପଣଙ୍କ ପିତୃତ୍ୱର କଳଙ୍କ ଲାଗିଯିବ। ବାଣାସୁର ସପକ୍ଷରେ ହରିଙ୍କ ବିରୁଦ୍ଧରେ ଯୁଦ୍ଧରେ ଅବତୀର୍ଣ୍ଣ ହେବା ଉଦ୍ଦେଶ୍ୟରେ ନିଜେ ହରପୁତ୍ର କାର୍ତ୍ତିକେୟ, ଗଜାନନ, ନନ୍ଦୀ, ଭୃଙ୍ଗୀ, ବୀରଭଦ୍ର ଓ ଅନ୍ୟାନ୍ୟ ଶିବଗଣଙ୍କୁ ସଙ୍ଗରେ ଧରି ଅବିଳମ୍ବେ ରଣକ୍ଷେତ୍ରରେ ପହଞ୍ଚିଲେ। ହରିହରଙ୍କ ମଧ୍ୟରେ ଆସନ ଯୁଦ୍ଧ ଦେଖିବା ପାଇଁ ନାରଦ ଅନ୍ତର୍ଧ୍ୟାନ ହୋଇ ଶୂନ୍ୟରେ ଅପେକ୍ଷା କଲେ। କାମପାଳ ସଙ୍ଗେ ଗଜାନନ, ପ୍ରଦ୍ୟୁମ୍ନ ସଙ୍ଗେ ଷଡ଼ାନନ, ବାଣାପୁତ୍ର ସଙ୍ଗେ ଶାମ୍ବ, ବାଣାସୁର ସଙ୍ଗେ ଅକ୍ରୂର, ଉଦ୍ଧବ ସହ ଭୃଙ୍ଗୀ ଓ ବୀରଭଦ୍ର ସହ ଶକ୍ରାଜିତର ତୁମୁଳ ସଂଗ୍ରାମ ଚାଲିଲା। ହରିଙ୍କ ସାରଙ୍ଗଧନୁ ଓ ହରଙ୍କର ପିନାକଧନୁରୁ ଉତ୍କ୍ଷେପିତ ଶର ଘର୍ଷଣରୁ ନିର୍ଗତ ଅଗ୍ନିଶିଖା ଜ୍ୱାଳାମୁଖୀ ବହ୍ନି ପରି ଧରିତ୍ରୀ ଓ ଆକାଶକୁ ଲୋହିତ କରିଦେଲା। ଶେଷରେ ହର ରୌଦ୍ର ରୂପ ଧରି ହରିଙ୍କ ଉପରକୁ ପାଶୁପତ ଅସ୍ତ୍ର ପ୍ରୟୋଗ କରିବାକୁ ଉଦ୍ୟତ ହୁଅନ୍ତେ ସମଗ୍ର ସୃଷ୍ଟିର ବିଲୟ ସୁନିଶ୍ଚିନ୍ତ ଭାବି ହରି ଜୃମ୍ଭସର ବିନ୍ଧିବାରୁ ଶିବ ହାଇ ମାରି ମୁଖାବିସ୍ତାର କରନ୍ତେ ତାଙ୍କ ମୁଖ ନିର୍ଗତ ଅଗ୍ନିଶିଖା ସ୍ୱର୍ଗକୁ ଲମ୍ବିବା ଦେଖି ଦେବଗଣ ଭୟରେ ବ୍ରହ୍ମଲୋକରେ ପହଞ୍ଚିଗଲେ। 2 ଦେବଶ୍ରେଷ୍ଠଙ୍କ ବିବାଦରେ
ବିଶ୍ୱ ବ୍ରହ୍ମାଣ୍ଡର ଧ୍ୱଂସ ଅବସମ୍ଭାବୀ ଭାବି ମରାଳ ବାହନ ଅବିଳମ୍ବେ ଆସି ଦୁହିଁଙ୍କ ମଧ୍ୟରେ ଉଭା ହୋଇ କର ଯୋଡ଼ି ହରିହର ସ୍ତୋତ୍ର ଗାନ କରିବାକୁ ଲାଗିଲେ। ହରିହର ସ୍ତୋତ୍ର ପ୍ରିୟ ହର ପ୍ରକୃତିସ୍ଥ ହେବାରୁ ଧାତା ବାଣସୁରକୁ ବର ପ୍ରଦାନ ବେଳର ସର୍ତ୍ତ ମନେ ପକାଇଦେଲେ ଏବଂ ଭୋଳାନାଥ ନିଜ ଭୁଲ ବୁଝିପାରି ଅସ୍ତ୍ର ତ୍ୟାଗ କରି ଶିବଗଣଙ୍କୁ କୈଳାସ ପଠାଇ ନିଜେ କାଶୀକ୍ଷେତ୍ରକୁ ଗମନ କଲେ। ବାସୁଦେବ ପୌତ୍ର ଅନିରୁଦ୍ଧ ଓ ପୌତ୍ରବଧୂ ଉଷାକୁ କାରାଗାରରୁ ମୁକ୍ତ କରି ସଦଳବଳେ ଦ୍ୱାରକା ପ୍ରତ୍ୟାବର୍ତ୍ତନ କଲେ। ନିଜର ଅସୁର ବଳ କ୍ଷୟ ପରେ ଦୁର୍ବଳମନା ବାଣାସୁର ହୃଦୟରୁ ଆସୁରିକ ପ୍ରବୃତ୍ତି ଦୂର କରି ଭକ୍ତି ଚେତନା ଜାଗ୍ରତ କଲା। କାଶୀରେ ପ୍ରବେଶ କରି ବିଶ୍ୱେଶ୍ୱରଙ୍କୁ ସ୍ତୁତି କରି କହିଲା, ହେ ପ୍ରଭୁ, ମୋତେ ଆଶୀର୍ବାଦ ଦିଅନ୍ତୁ, ଯେପରି ସଦାସର୍ବଦା ମୁଁ ଆପଣଙ୍କର ଶ୍ରୀଚରଣରେ ସେବା କରୁଥିବି। ବାଣାର ପ୍ରାର୍ଥନା ଅନୁଯାୟୀ ସଦାଶିବ ତାକୁ ନିଜ ବାମ ପାଖରେ ଅନ୍ୟ ଏକ ଲିଙ୍ଗମୂର୍ତ୍ତି ରୂପେ ମହାକାଳଗଣ ନାମରେ ସ୍ଥାନ ଦେଲେ। ପ୍ରତିଦିନ ଶିବଙ୍କ ଦର୍ଶନ ପରେ ଯେ ଏହି ମହାକାଳ ମୂର୍ତ୍ତି ଦର୍ଶନ କରିବ ସେ ଶିବଙ୍କର ଆଶୀର୍ବାଦ ଲାଭ କରିବ ବୋଲି ବିଶ୍ୱାସ କରାଯାଏ। ଏହି ମହାକାଳଗଣ ଲିଙ୍ଗମୂର୍ତ୍ତି କାଶୀକ୍ଷେତ୍ର ବ୍ୟତୀତ ଅନ୍ୟତ୍ର ଦେଖାଯାଏ ନାହିଁ। ହଁ ବନ୍ଧୁ, ଓଡ଼ିଶା ରେଡ଼ିଓରେ ଏକ ଏହି ସୁନ୍ଦର କାହାଣୀ ଯାହାର ନାମ ହେଲା ବାଣାସୁର କର୍ତ୍ତୃକ ହରିହର ଯୁଦ୍ଧ, ଯାହାର ଲେଖକ ଅଛନ୍ତି ଡକ୍ଟର ବ୍ରଜବନ୍ଧୁ ପଣ୍ଡା। ଖଣ୍ଡପଡ଼ା ଗଡ଼ଜାତର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇଥିଲେ ହେଁ ସ୍ୱୀୟ ଅଧ୍ୟତ୍ୟସାୟ ବଳରେ ପ୍ରଖ୍ୟାତ ରେଭେନ୍ସା କଲେଜର ଅଧ୍ୟାପକ ରୂପେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ଅଧ୍ୟାପନା ଓ ପ୍ରଶାସନିକ ଅଭିଜ୍ଞତା ସହ ଏକ ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଅଧ୍ୟକ୍ଷ ରୂପେ ଅବସର ଗ୍ରହଣ କରିବା ପରେ ସାରସ୍ୱତ ସାଧନାରେ ସମୟ ଅତିବାହିତ କରୁଛନ୍ତି। ଏହି ପୁସ୍ତକ ରଚନା କରିବାର ବହୁ ପୂର୍ବରୁ ସେ ଅନେକ ପାଠ୍ୟପୁସ୍ତକ ରଚନା କରି ସମ୍ମାନିତ ହୋଇଛନ୍ତି। ତାଙ୍କ ଦ୍ୱାରା ଲିଖିତ ଓ ବିଦ୍ୟାପୁରୀ କଟକ ଦ୍ୱାରା 1990ରେ ପ୍ରକାଶିତ ଶିକ୍ଷା ମନୋବିଜ୍ଞାନ 2018ରେ ଏକାଦଶ ସଂସ୍କରଣ ରୂପେ ବଜାରରେ ପ୍ରବେଶ କରି ଛାତ୍ର ଓ ଶିକ୍ଷକ ମହଲରେ ଆଦୃତ ଓ ଅନୁସୃତ ରହିଛି। ସାମ୍ପ୍ରତିକ ସମାଜ ଓ ଆଧୁନିକ ପିଢ଼ିର ସଂସ୍କୃତି ଓ ସାହିତ୍ୟ ପ୍ରତି ବିମୁଖତାରେ ବ୍ୟଥିତ ହୋଇ କିଛି ପରିବର୍ତ୍ତନର ଆଶାରେ ସେ ବିବିଧାୟନ ପୁସ୍ତକଟି ଲେଖିବାର କଳ୍ପନା କରିଛନ୍ତି। ଅପେକ୍ଷାକୃତ ଗମ୍ଭୀର ଓ ସାତ୍ତ୍ୱିକ ବିଷୟକୁ ଅତି ସହଜ ସରଳ ଓ ପ୍ରଭାବଶାଳୀ ଭଙ୍ଗୀରେ ଉପସ୍ଥାପନ କରି ତାହାର ପ୍ରାପ୍ତିତ୍ୱ ସମାଜକୁ ପ୍ରଦାନ କରିବା ଲେଖକଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଅଧିକାଂଶ ଅଲେଖ୍ୟରେ ପୌରାଣିକ କାହାଣୀକୁ ଆଧାର କରି ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ବ୍ୟକ୍ତି ଚରିତ୍ରକୁ ବିଶ୍ଳେଷଣ କରାଯାଇଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଡକ୍ଟର ବ୍ରଜବନ୍ଧୁ ପଣ୍ଡା, ଯେ ଆପଣ ଓଡ଼ିଶା ରେଡ଼ିଓକୁ ଆପଣଙ୍କର ସ୍ୱୀକୃତି ପ୍ରଦାନ କରିଥିବାରୁ, ଓ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦିଲ୍ଲୀପ କୁମାର ଶତପଥୀଙ୍କୁ, ତା ସହିତ ଏହି ଓଡ଼ିଶା ରେଡ଼ିଓ ଚ୍ୟାନେଲର ଉପଦେଷ୍ଟା ମଧ୍ୟ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଆପଣ ଆମ ସହିତ ରହି ଆମକୁ ଆଗକୁ ବଢ଼ାଇବାରେ ସହାୟକ ହେଉଥିବାରୁ ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ।